କେବେ ଭାବିଛନ୍ତି ଗୋଟେ ମନ୍ଦିର କେବଳ ପୂଜା ପାଇଁ ନୁହେଁ ବରଂ ଆକାଶର ତାରାମାନଙ୍କୁ ମାପିବା ପାଇଁ ଗୋଟେ ବଡ଼ ଯନ୍ତ୍ର ହୋଇପାରେ? ହଁ, ଆମେ ଆଜି ସେହି କଥା ଜାଣିବାକୁ ଯାଉଛେ। କେମିତି ଆମ ପୂର୍ବଜମାନେ କେବଳ ଭକ୍ତ ନଥିଲେ ବରଂ ବହୁତ ବଡ଼ ବଡ଼ ଜ୍ୟୋତିର୍ବିଜ୍ଞାନୀ ବି ଥିଲେ। ସେମାନେ ପଥର ଭିତରେ ଏମିତି କି ରହସ୍ୟ ଛାଡ଼ି ଯାଇଛନ୍ତି, ଆସନ୍ତୁ ମିଶିକି ଖୋଜିବା। ଦେଖନ୍ତୁ ଏଇ କଥାଟାକୁ, ଗୋଟିଏ ଲାଇନ୍ କିନ୍ତୁ ୟା ଭିତରେ ହଜାର ହଜାର ବର୍ଷର କାହାଣୀ। ଯେତେବେଳେ ଟେଲିସ୍କୋପ୍ ନଥିଲା, କମ୍ପ୍ୟୁଟର ତ କଥା ହିଁ ଛାଡ଼ନ୍ତୁ, ସେତେବେଳେ ଖାଲି ପଥରକୁ ଦେଖି ମଣିଷ ପୁରା ବ୍ରହ୍ମାଣ୍ଡର ହିସାବ କିତାବ ରଖୁଥିଲା। କେତେ ଆଶ୍ଚର୍ଯ୍ୟ ଲାଗୁନି ଶୁଣିବାକୁ? କିନ୍ତୁ ପ୍ରଶ୍ନ ହେଉଛି କାହିଁକି? ମାନେ ଆକାଶରେ ଏମିତି କ'ଣ ଥିଲା ଯେ ଲୋକମାନେ ଏତେ କଷ୍ଟ କରି ଏତେ ବଡ଼ ବଡ଼ ପଥରର ତିଆରି କରୁଥିଲେ? ଏଇଟା କ'ଣ ଖାଲି ଗୋଟେ ବିଶ୍ୱାସ ଥିଲା, ନା ଏହା ପଛରେ କିଛି ବଡ଼ କାରଣ ଲୁଚି ରହିଥିଲା? ଆଚ୍ଛା, ତେବେ ଆସନ୍ତୁ ପ୍ରଥମେ ଏଇ କଥାଟା ସ୍ପଷ୍ଟ କରିଦେବା। ଆମ ପୂର୍ବପୁରୁଷଙ୍କ ପାଇଁ ଆକାଶକୁ ଦେଖିବା କିଛି ସୌଖ ନଥିଲା, ବୁଝିଲେ? ଏହା ଥିଲା ସିଧାସଳଖ ବଞ୍ଚିବାର କଥା। ସେମାନଙ୍କର ପୂରା ଜୀବନଟା ଆକାଶର ଇସାରାରେ ହିଁ ଚାଲୁଥିଲା। କେମିତି ଦେଖନ୍ତୁ, କେବେ ଫସଲ ବୁଣା ହେବ, କେବେ କଟା ହେବ, କେବେ ବର୍ଷା ଆସିବ, କେବେ ଶୀତ ପଡ଼ିବ, ଏମିତିକି କୋଉ ପର୍ବ କେବେ ପାଳନ କରାଯିବ, ସବୁକିଛି ଆକାଶକୁ ଦେଖିକି ହିଁ ଠିକ୍ କରାଯାଉଥିଲା। ସତ କହିବାକୁ ଗଲେ ଆକାଶ ହିଁ ଥିଲା ସେମାନଙ୍କର କ୍ୟାଲେଣ୍ଡର, ତାଙ୍କର ଘଣ୍ଟା ଆଉ ତାଙ୍କର ଭବିଷ୍ୟତ। ତେଣୁ ଆକାଶକୁ ବୁଝିବାର ମାନେ ଥିଲା ଗୋଟେ ଅସ୍ଥିର ଅନିଶ୍ଚିତ ଦୁନିଆ ଭିତରେ କିଛି ଗୋଟେ ସ୍ଥିରତା ଖୋଜିବା। ଭାବନ୍ତୁ ଟିକେ, କେତେବେଳେ ବାତ୍ୟା, କେତେବେଳେ ବନ୍ୟା, ଏମିତି ଏକ ଦୁନିଆରେ କେବଳ ସୂର୍ଯ୍ୟ ଆଉ ଚନ୍ଦ୍ର ହିଁ ଥିଲେ ଯେ ପ୍ରତିଦିନ ନିୟମିତ ଭାବେ ଆସୁଥିଲେ। ଆଉ ଏଇ ଜ୍ଞାନ ହିଁ ଥିଲା ସେମାନଙ୍କର ସବୁଠୁ ବଡ଼ ଶକ୍ତି। ଚାଲନ୍ତୁ ଏବେ ଆମେ ସିଧା ଯିବା ଇଂଲଣ୍ଡର ଷ୍ଟୋନହେଞ୍ଜକୁ। ଏଇ ଯେଉଁ ରହସ୍ୟମୟ ପଥରଗୁଡ଼ିକ ଦେଖୁଛନ୍ତି, ଏଗୁଡ଼ା ହଜାର ହଜାର ବର୍ଷ ହେଲା ଏମିତି ହିଁ ଠିଆ ହେଇଛି। କିନ୍ତୁ ଜାଣିଛନ୍ତି, ଏହା ଖାଲି ଗୋଟେ ସ୍ମାରକୀ ନୁହେଁ, ଏହା ହେଉଛି ସୂର୍ଯ୍ୟଙ୍କ ପାଇଁ ତିଆରି ହୋଇଥିବା ଗୋଟେ ବିରାଟ ଘଡ଼ି। ଆଉ ଏଇଟା କିଛି ଗୋଟେ ପିଢ଼ିର କାମ ନଥିଲା। ଟିକେ ଭାବନ୍ତୁ ତ, ପିଢ଼ି ପରେ ପିଢ଼ି ଲୋକମାନେ ପ୍ରତିଦିନ ସୂର୍ଯ୍ୟ କେଉଁଠି ଉଦୟ ହେଉଛନ୍ତି ତାକୁ ମାର୍କ କରୁଥିଲେ, ତାକୁ ମନେ ରଖୁଥିଲେ, ଆଉ ସେଇ ଜ୍ଞାନକୁ ନିଜ ପର ପିଢ଼ିକୁ ଦେଉଥିଲେ। ମାନେ ଏହା ପଛରେ ଥିଲା ଶହ ଶହ ବର୍ଷର ଧୈର୍ଯ୍ୟ, ଲଗାତାର ପର୍ଯ୍ୟବେକ୍ଷଣ ଆଉ ସମସ୍ତଙ୍କର ମିଳିତ ଜ୍ଞାନ। ଷ୍ଟୋନହେଞ୍ଜର ଅସଲି ଯାଦୁ ଦେଖିବାକୁ ମିଳେ ବର୍ଷର ଦୁଇଟା ଖାସ୍ ଦିନରେ। ଗୋଟେ ହେଲା ଗ୍ରୀଷ୍ମ ଅୟାନାନ୍ତ, ଯେବେ ଦିନ ସବୁଠୁ ଲମ୍ବା ହୁଏ। ସେଦିନ ସୂର୍ଯ୍ୟ ଠିକ୍ ହିଲ୍ ଷ୍ଟୋନ୍ ଉପରେ ଉଦୟ ହୁଅନ୍ତି। ଆଉ ଅନ୍ୟଟି ହେଲା ଶୀତ ଅୟାନାନ୍ତ, ମାନେ ବର୍ଷର ସବୁଠୁ ଛୋଟ ଦିନ। ସେଦିନ ସୂର୍ଯ୍ୟ ଠିକ୍ ସେଇ ଦୁଇଟା ବଡ଼ ପଥର ମଝିରେ ହିଁ ଅସ୍ତ ହୁଅନ୍ତି। ଏହା ପ୍ରକୃତି ଆଉ ମଣିଷ ତିଆରି ସ୍ଥାପତ୍ୟର ଗୋଟେ ଅବିଶ୍ୱସନୀୟ ମିଳନ। ହଉ, ତେବେ ଇଂଲଣ୍ଡର ଚାଲନ୍ତୁ ଯିବା ସିଧା କାମ୍ବୋଡିଆର ଘଞ୍ଚ ଜଙ୍ଗଲକୁ। ସେଠି ଅଛି ବିଶ୍ୱପ୍ରସିଦ୍ଧ ଅଙ୍କର୍ ୱାଟ୍। ବାହାରକୁ ଦେଖିଲେ ତ ଏହା ଗୋଟେ ସୁନ୍ଦର ମନ୍ଦିର, କିନ୍ତୁ ଏହାର କାନ୍ଥ ଭିତରେ ପୁରା ସମୟର ହିସାବ ଲେଖା ହୋଇ ରହିଛି। କହିବାକୁ ଗଲେ ଏହା ଖାଲି ଗୋଟେ ମନ୍ଦିର ନଥିଲା, ଏହା ଥିଲା ପଥରରେ ତିଆରି ଗୋଟେ ପୂରାପୂରି କ୍ୟାଲେଣ୍ଡର। ଏଠି ବିଜ୍ଞାନ ଆଉ ବିଶ୍ୱାସ ଏମିତି ମିଶିଯାଇଥିଲା ଯେ ପ୍ରତିଟି ଖୁଣ୍ଟ, ପ୍ରତିଟି କାନ୍ଥ, ସବୁକିଛି ଆକାଶର କାହାଣୀ କହୁଥିଲା। କେତେ ଆଶ୍ଚର୍ଯ୍ୟର କଥା ନୁହେଁ କି? ମନ୍ଦିରର ପୂରା ଡିଜାଇନ୍ ହିଁ ଗୋଟେ କୋଡ୍ ବୁକ୍ ଭଳି, ଯାହା ଭିତରେ ସୌର ବର୍ଷ ଆଉ ଚନ୍ଦ୍ର ମାସର ସବୁ ହିସାବ ଲୁଚି ରହିଛି। ଆଉ ମଜାର କଥା ହେଲା, ଏଇଟା କିଛି ମନଗଡ଼ା କାହାଣୀ ନୁହେଁ। ଆଜିର ବୈଜ୍ଞାନିକମାନେ ମଧ୍ୟ ରିସର୍ଚ୍ଚ କରି ଏହାକୁ ସତ ବୋଲି ପ୍ରମାଣ କରି ସାରିଲେଣି। ଆମ ତାଲିକାରେ ଆଗକୁ ଅଛି ମେକ୍ସିକୋର ମାୟା ସଭ୍ୟତାର ଚିଚେନ୍ ଇଟ୍ଜା। ଏଠାରେ ଥିବା ପିରାମିଡରେ ବର୍ଷକୁ 2 ଥର ଗୋଟେ ଏମିତି ଦୃଶ୍ୟ ଦେଖିବାକୁ ମିଳେ ଯାହା ସତରେ କୌଣସି ଯାଦୁଠାରୁ କମ୍ ଲାଗେନି। ଏହା ଏମିତି ଏକ ନାଟକ ଯାହାର ଡାଇରେକ୍ଟର ହେଉଛନ୍ତି ଖୁଦ୍ ସୂର୍ଯ୍ୟ। ତେବେ ଏହି ଯାଦୁ ହୁଏ କେମିତି? ଦେଖନ୍ତୁ, ବର୍ଷର 2ଟି ନିର୍ଦ୍ଦିଷ୍ଟ ଦିନ, ବସନ୍ତ ଆଉ ଶରତ ବିଷୁବ ଦିନ। ଅପରାହ୍ନରେ ସୂର୍ଯ୍ୟଙ୍କ କିରଣ ଏମିତି ଭାବେ ପଡ଼େ ଯେ ପିରାମିଡର ସିଢ଼ି ଉପରେ ଗୋଟେ ପରେ ଗୋଟେ ତ୍ରିକୋଣୀୟ ଛାଇ ସୃଷ୍ଟି ହୁଏ। ଆଉ ଏହି ସବୁ ଛାଇ ମିଶି ଗୋଟେ ବିରାଟ ସାପର ଭ୍ରମ ସୃଷ୍ଟି କରେ, ଯେମିତିକି ସେ ପାହାଚ ଦେଇ ଧୀରେ ଧୀରେ ତଳକୁ ଓହ୍ଲାଉଛି। କେତେ ଆଶ୍ଚର୍ଯ୍ୟ! ତେବେ ବୁଝିପାରୁଥିବେ, ଏହା କୌଣସି ଆକସ୍ମିକ ଘଟଣା ନୁହେଁ। ଏହା ଥିଲା ଗୋଟେ ସୁଚିନ୍ତିତ ନାଟକ, ଯାହା ଶାସକ, ଦେବତା ଆଉ ବ୍ରହ୍ମାଣ୍ଡକୁ ଗୋଟିଏ ସୂତାରେ ବାନ୍ଧୁଥିଲା। ଏହା ସାଧାରଣ ଲୋକଙ୍କ ପାଇଁ ଗୋଟେ ବହୁତ ଶକ୍ତିଶାଳୀ ମେସେଜ ଥିଲା ଯେ ଆମ ରାଜା କେବଳ ଜଣେ ଶାସକ ନୁହନ୍ତି, ତାଙ୍କର ଦେବତାଙ୍କ ସହ ସିଧାସଳଖ ସମ୍ପର୍କ ଅଛି, ଆଉ ସେ ଆକାଶକୁ ବି ନିୟନ୍ତ୍ରଣ କରିପାରନ୍ତି। ହଉ, ତେବେ ଆମେ ଷ୍ଟୋନହେଞ୍ଜ ଦେଖିଲେ, ଆଙ୍କର୍ ୱାଟ୍ ବୁଲିଲେ, ଆଉ ଚିଚେନ୍ ଇଟ୍ଜାର ଯାଦୁ ବି ଦେଖିଲେ। ଏବେ ଆସନ୍ତୁ ଏ ସବୁକୁ ଏକାଠି କରି ପୂରା ଚିତ୍ରଟାକୁ ଦେଖିବା, କାରଣ ଏହା କେବଳ ଗୋଟିଏ ଦୁଇଟି ଜାଗାର କଥା ନୁହେଁ, ଏହା ଏକ ବିଶ୍ୱବ୍ୟାପୀ ପରମ୍ପରା ଥିଲା। ଏହା କୌଣସି ଗୋଟିଏ ସଭ୍ୟତା ଭିତରେ ସୀମିତ ନଥିଲା।
ଇଂଲଣ୍ଡର ଷ୍ଟୋନହେଞ୍ଜ ହେଉ, ମେକ୍ସିକୋର ପିରାମିଡ୍ ହେଉ କିମ୍ବା ଆମ ନିଜ ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର, ସବୁଠି ଗୋଟିଏ କଥା ସମାନ ଥିଲା। ମନ୍ଦିରଗୁଡ଼ିକ କେବଳ ଧାର୍ମିକ ସ୍ଥଳ ନଥିଲା, ବରଂ ସେଗୁଡ଼ିକ ଥିଲା ଧାର୍ମିକ କ୍ୟାଲେଣ୍ଡର ଆଉ ଆକାଶକୁ ମାପିବାର ସଠିକ୍ ଯନ୍ତ୍ର। ଧର୍ମ ଆଉ ଜ୍ୟୋତିର୍ବିଜ୍ଞାନ ସେତେବେଳେ ଅଲଗା ନଥିଲା, ଆଉ ଏ ସବୁର ମୂଳ ଉଦ୍ଦେଶ୍ୟ ଥିଲା ସମୟକୁ ହିଁ ନିୟନ୍ତ୍ରଣ କରିବା। ତେଣୁ ଆମକୁ ଆମର ଧାରଣା ବଦଳାଇବାକୁ ପଡ଼ିବ। ଆମ ପୂର୍ବଜମାନେ କିଛି ଅନ୍ଧବିଶ୍ୱାସୀ ଆଦିମ ଲୋକ ନଥିଲେ, ସେମାନେ ଥିଲେ ବହୁତ ସତର୍କ ପର୍ଯ୍ୟବେକ୍ଷକ, ନିପୁଣ ଗଣିତଜ୍ଞ ଆଉ ଦୂରଦୃଷ୍ଟି ଥିବା ବୈଜ୍ଞାନିକ। ସେମାନେ ନିଜର ଏହି ଅମୂଲ୍ୟ ଜ୍ଞାନକୁ ପଥରରେ ଖୋଦେଇ କରି ଆମ ପାଇଁ ଛାଡ଼ି ଦେଇ ଯାଇଛନ୍ତି। କିନ୍ତୁ ଶେଷରେ ପ୍ରଶ୍ନଟିଏ ରହିଯାଉଛି, ଆମେ ଏଯାଏଁ ଯାହା ସବୁ ଜାଣିଛେ ତାହା ହୁଏତ ଗୋଟେ ବିରାଟ ବରଫ ପାହାଡ଼ର ଉପର ଅଂଶ ମାତ୍ର। ଏହି ପ୍ରାଚୀନ ପଥରଗୁଡ଼ିକ ଭିତରେ ଆହୁରି କେତେ ଯେ ବ୍ରହ୍ମାଣ୍ଡର ରହସ୍ୟ ଲୁଚି ରହିଛି ତାହା କିଏ ଜାଣେ? ସେସବୁ ଆବିଷ୍କାର ହେବାକୁ ଏବେ ବି ଅପେକ୍ଷା କରିଛି।